ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। କମଳ କେତକୀ ଫୁଲ ଦୁଇ ଭାଇ ଯେବେ ହୋଇବେ ମେଳଲୋ କଇଁ ଫୁଲ ସଂସାରେ ଲାଗିବ ଗୋଳ ସବୁରି ବୁଦ୍ଧି ଯିବା ଯୋଗିନୀ ଆସିନ ବାଣ୍ଟି ଖାଇବ ଲୋ କଇଁ ଫୁଲ ଦେଖୁ ଦେଖୁ ପ୍ରାଣ ଯିବ ଆତଙ୍କେ ଡାକିବେ ଜନ ସେତେବେଳେ ପ୍ରଭୁ ଶୁଣିବେ କର୍ଣ୍ଣ ଲୋ କଇଁ ଫୁଲ ଭକ୍ତ ସଙ୍ଗେ ଭଗବାନ କଇଁ ଫୁଲ ବା ଯାଇ ଫୁଲ ଯୋଉ ଫୁଲ ହଉ ଭଗବାନଙ୍କର ଏତେ ଡର ଯେ ଭକ୍ତ ସାଙ୍ଗରେ ଯିବେ। ବୁଝିପାରୁଛ ନା? ଭଗବାନଙ୍କର ଏତେ ଡର ସେ ଭକ୍ତ ସାଙ୍ଗରେ ଯିବେ। ମୁଁ ଏଠି ଯଦି ଗୋଟେ କଥା କହିନି କିଏ ଜାତୀୟ ନ୍ୟାୟ ଭଲ ମନ୍ଦ ବାବଦରେ କିଏ କଣ ଗୋଟେ ଭାବି ପାରନ୍ତି। ଭଗବାନଙ୍କର ପ୍ରବଳ ଡର ଥିଲା। କୃଷ୍ଣ ଭଗବାନ ଯେତେବେଳେ ହେଇକିରି ଆସିଥିଲେ ସେ କୋଉଠି କାହାଠୁ ଜନ୍ମ ହେଲେ ମୁଁ ସେ କଥା କହୁନି। ସେ ଯାଇକିରି କୋଉଠି ରହିଲେ? ନିରାପଦ ଜାଗା ବାଛିଦେଲେ। କୋଉଠି? ନନ୍ଦରାଜ୍ୟରେ ବା ନନ୍ଦରାଜାଙ୍କ ଘରେ। ନନ୍ଦରାଜାଙ୍କ ପୁଅ ହେଇକିରି ରହିଲେ। ଏପଟରେ ବସୁଦେବ ପୁଅ ହେଇଥିଲେ। ସେ କିନ୍ତୁ କାହା ପୁଅ ନୁହଁ, ନା ବସୁଦେବ ପୁଅ ନା ନନ୍ଦ ପୁଅ, କାହା ପୁଅ ସେ ନୁହଁ। ଏଇ ସଂସାର ଭିତରେ ଏଇ ଶରୀର ଭିତରେ ଭଗବାନ ଅଛନ୍ତି। ମୁଁ ଭଲ କର୍ମ କରିଲେ ମୁଁ ଦଣ୍ଡ ପାଉଛି, ଖରାପ କର୍ମ କରିଲେ ଦଣ୍ଡ ପାଉଛି। ସେ କୋଉଥିରେ ଭାଗିଦାର ହୁଅନ୍ତି ନାହିଁ। ମହାପୁରୁଷ କୌଣସି ଏକ ଜାଗାରେ ଲେଖିଛନ୍ତି ନଗେନେ ସେବା ଭକତି ଦର୍ଶନ ଭଜନ ନାସ୍ତି ଏମନ୍ତ ରୂପରେ ଆମର ସ୍ଥିତି। ଜଣେ ଜଣେ କୁହନ୍ତି ମୋ ଆତ୍ମା କହିଲା ଖାଇବାକୁ। ତୋ ଆତ୍ମା କଣ କହିଲା ଖାଇବାକୁ? ଚିକେନ ମଟନ? ଭୁଲ। ଆତ୍ମା କିଛି ଖାଏ ନା। ଆତ୍ମା ସାକ୍ଷୀ ସ୍ୱରୂପ। ଏକଇ ବୃକ୍ଷ ହଂସ ବେନି ଭଜନ ବହୁତ ଲେଖା ହେଇଛି, ମୁଁ ବେଶୀ କହିବାକୁ ଚାହୁଁନି। ଗୋଟିଏ ଖାଉଛି, ଗୋଟେ ନିରାହାରରେ ରହୁଛି। ଦିନ ରାତି 24 ଘଣ୍ଟା ନିରାହାରରେ ରହୁଛି। ରାତିରେ ଶୋଇଲା ପରେ ଶରୀରକୁ ବି ଜଗୁଛି। ରାତିରେ ଶୋଇ ସାରିଲା ପରେ ଶରୀରକୁ ଜଗୁଛି। ଆମେ ଚେତନା ଭିତରେ ଥିବା, ଠିକ ସେ ଥିବା, ଯଦି ଠିକ ସେ ଚାହିଁକିରି ଆମେ ଆମ କଥା ଆମେ ବୁଝୁଛେ, କିନ୍ତୁ ଶୋଇଲା ପରେ କିଏ ଜଗୁଛି? କତିରେ ଯଦି ସ୍ତ୍ରୀ ଶୋଇଥିବ ସିଏ ବି ଜଗୁନାହିଁ। ବାପ ଶୋଇଥିଲେ ଜଗୁନାହିଁ କି ମା ଶୋଇଥିଲେ ଜଗୁନାହିଁ। କେଇ ଜଣ ଶୁଅନ୍ତି ପାଖରେ? ଛୁଆ ବେଳେ ବାପ ମା ଶୋଇବେ, ବଡ ବେଳେ ଯୌବନରେ ପଦାର୍ପଣ କଲା ପରେ ସ୍ତ୍ରୀ ଶୋଇବ। ଏଇତ କଥା ବାହା ହେଇସାରିଲା ପରେ। ଆଗରୁ ତ ନୁହଁ, ଯୌବନ ତ କୋଉ ସମୟରେ କେତେବେଳେ କଣ ପଳେଇ ଆସୁଛି ତା ହିସାବ କିତାବ ନାହିଁ। କଳିଯୁଗରେ ତ ଯୌବନ କି ପ୍ରକାର ହବ ସେ କଥା ମହାପୁରୁଷ ଲେଖି ଦେଇଛନ୍ତି। ମୁଁ ସେ କଥା କହିବାକୁ ଚାହୁଁନି। ଶୋଇଥିବା ସମୟରେ ଶରୀରକୁ କିଏ ଜଗୁଛି? ଆମେ ଯେତେବେଳେ ନିଦରେ ଶୋଉଛେ ଶରୀରକୁ କିଏ ଜଗୁଛି? ସ୍ତ୍ରୀ। ସେ ଫେର ତାର ନିଦ ଅଛି ନା ନାହିଁ? ତାର ଖଟଣି ଭଲ ମନ୍ଦରେ ସେ ଶୋଇ ପଡୁଛି ନା ନାହିଁ? ବାପା ଖଟି ଖଟିକିରି ଆସିଥିବ, ଖଟିବା ଲୋକ ହଉ କି ଚାକିରି କରୁଥିବା ଲୋକ, ସିଏ ଶୋଇ ପଡୁଛି ନା ନାହିଁ? ମା ଶୋଇ ପଡୁଛି ନା ନାହିଁ? ସେ ଛୁଆଟାକୁ ଜଗିଲା କିଏ? ବ୍ରହ୍ମଜ୍ଞାନ କିଛି କହିବା କଥା ନୁହଁ। କାହିଁକି କହିବା କଥା ନୁହଁ କହିଲେ? ସେ ଶରୀରକୁ ଯିଏ ଜଗିକିରି ରଖୁଛି, ଏ ଶରୀର ଭିତରେ ଯୋଉ ଆତ୍ମା ଅଛି ପରମାତ୍ମାଙ୍କ ସହିତ ତାର କନେକ୍ସନ ଥାଉ ବା ସିଏ ପରମାତ୍ମା ହେଇଥାଉ, କିନ୍ତୁ ମୁନି ଋଷି ମାନେ କହିଛନ୍ତି ଜୀବ ପରମକୁ ଖୋଜୁଛି, ଯାଉଛି ବାହାର ଆଉଛି ବାହାର। ଗୋଟେ ଜାଗାରେ ଭଜନ ଲେଖା ହେଇଛି ଆପଣ ଜାଣିଥିବେ, ବହୁ ଚାଲି ନ ଜାଣିଲୋ ତାର ପାଦ ପଡୁଥାଏ ବଙ୍କା, ବହୁ ଚାଲି ନ ଜାଣିଲୋ ଯେଉଁ ଦିନ ବହୁ ସଳକି ଚାଲିବ ଘରେ ପଡିଯିବ ଡକା, ବହୁ ଚାଲି ନ ଜାଣିଲୋ। ତାପରେ କେତେ କଣ ଲେଖା ହେଇଛି, ସବୁ ଜ୍ଞାନୀ ଗୁଣୀ ମାନ ବୁଝୁଥିବେ, ଆମର ଏତେ କହିବାର ନାହିଁ। ମୁଁ ଖାଲି ଟିକେ ଟିକେ ମନେ ପକେଇ ଦେବା ପାଇଁ କହୁଛି। ଆମ ଚ୍ୟାନେଲ କିଏ ଦେଖୁଛନ୍ତି ନ ଦେଖୁଛନ୍ତି ମୁଁ ତ କହିଛି ସମୟ ପାସ୍। ମନ ଭିତରେ ଯାହା ଆସୁଛି କିଛି କହିଦେବା ଆଉ କଣ। ଯେମିତି ଆମର ସିନେମା ଫିନେମା ସୁଟିଂ ହେଲା ବେଳେ କିଛି ପିଲା ଥାଆନ୍ତି, ସେ ସବୁ ପଳେଇଯିବେ, ଆମ ଫଟୋଟା ଉଠି ଯାଉ। ମୁଁ ଏଟା 30 ବର୍ଷ ତଳର କଥା କହୁଛି। ମୁଁ ବି ଯାଇଥିଲି, ଆମର ଗୋଟେ ଫିଲ୍ମ ସୁଟିଂ ହଉଥିଲା ମହାବିନାୟକରେ। ମୁଁ ଯାଇଥିଲି, ମୁଁ ଟିକେ ମୋ ଫଟୋଟା ଉଠି ଯାଆନ୍ତା କି ଫିଲ୍ମ ଦିହରେ। ମତଲବ ସେଠି ନାହିଁ, ମୁଁ ସେଇ ଉଦ୍ଦେଶ୍ୟରେ ବି କହୁନି। ଆମର ତ ମୁଁ କହିଛି ଆମ ଚ୍ୟାନେଲ କୋଉଥିପାଇଁ ତିଆରି ହେଇଛି, ଆମର ଭିଉ ସେ ଅମକ ଭମକ କଣ ସେଇଟା ମୁଁ ଜାଣିନି, ସେଥିରେ କିଛି ମତଲବ ନାହିଁ। ଆମର ମୁଖ୍ୟ କଥା ହେଲା ଆମେ କିଛି ସମୟ
पास करमु भल हो मंद हो कहमु आमको किए गाड़ी देले भी ताली अच्छी ताली देले भी ताली अच्छी गाड़ी ताली गाड़ी दीटा अक्षर ताली दीटा अक्षर अक्षर दीटा ना तीन पच जाऊँगी गाड़ी दीटा अक्षर ताली दीटा अक्षर आम ताली रे खुशी हो जीवनु कि गाड़ी रे दुख करूँ आमर ता भीतर किसी संपर्क ना आम कर्तव्य है आम आम गंतव्य पथरे चलू गंतव्य पथरे चलवा भितर जदि के प्रतिबंधक सृष्टि करे ता सहित मुकाबिला करा निश्चिंत करा उदाहरण स्वरूप ट्रेन टे जाऊँगी जदि आपंकर छोटकाटिया भल मंद जीव गोटे किए पड़े से काटिक पड़ेब ना आउ जदि पहाड़ पड़ से कौन काटिक जापर ओल्टी पड़ा हो बरम कि आम छाड़बार ना ओल्टी पड़ा पुणी जदि आमर से इंजिन फिंजिन सब ठीक ठाक कराई ये करा तथा पहाड़ संगे लड़ाई को आम प्रस्तुत अच्छु व्यक्तिगत कथा कहूँ बहु चली न जाने तार पाद पड़ू था बंका जो दिन बहु सड़की चलो घरे पड़ू डका जाबार आउबार माने जीव परम को खोजुची जीव परम सहित जो दिन भेट हो हार्ट चौक हो जाऊ ब्रेन स्ट्रोक हो जाऊ पैरालिसिस तो बंची जाऊँ लोक कुआड़ गोटे कौन हो जीव परम सहित भेट हो गला जीव परम कतु आसी परम देर जा मिसिव परम कहले किए परमात्मा परमेश्वर जिते आपंकर भाषा अच्छी विभिन्न प्रकार मुझे एत भाषा कही 3.5 मो पढ़ा से 7 गुंठ जगह देकर आसनी 3.5 गुंठ जगह मो बापा दादा 3 जन अंशीदार मो जेज था जन शंकर कवि तेरे पुणी कमी कमिकी आमर मोर जो 3 पुआ फिर पुअर गोटे भी पुआ पुणी किए कौन हम आमर कि सत्ता रही ना आम जानी माने मु जानी नहीं आमर छिड़ा हाँवाई जगह रही मुझे कथा जानी बुझे आम बर्तमान मूल कथा को जीवा मूल कथा हूँ टिके मालिका आड़ को जाऊ ये जो कथा नहीं तमें कह केते दिन मागी आने तुण सुड़ कही गाँव लोक कहती तरकारी यदि जनक घर मागिक आनी से टिके ना कर कुणिया मैत्र कि बंधु बांधव जब पहुंची कुणिया मैत्र बंधु बांधव दीटांग कथा एका जदि पहुंची तुम असमय पहुंचले तुम खाई पी सारी पड़िशा घर भाई बंधु कुटुंब जी थे तुम अच्छी तरकारी की डाली अच्छी आणिक देदेव खाईदे कुणिया जो 10 जन पहुंचे कौन कर 10 जन पहुंचले तुम बुद्धि विद्या किसी ना तमें धर्म द्रोही हम वैष्णव द्रोही हम वैष्णव अपराधी हम सियाड़ भी नजर रख ज्ञान कथा गुराक जो आपन को कहते पूर्व चून देखे चून चून को गोल देखे लौणी कहवा भूल चिन्ह किए लौणी की कौन गौड़ चिन्ह आ जी गौड़ थी जब किसी सब बर्तमान अर्थ सर्वस्व दुनिया कहीदे तू कह लौणी सी हाँ मारदेव ये सब जिन जी सब करुच्ची विश्व नियंता कर्ता जन से सब जानते ना सी जानते जहाँ मु कर जहाँ मु भाव जहाँ मु चिंत माने जगतर कर्ता परम ईश्वर जानते अनुच्छेद ये शरीर भितर आत्मा था बा परमात्मा था कि 2 जन बंद था सी जानना मुझे अभिनय कौन करी आउ जन आम कहला कहला मुझे बारंबार कथबार्ता 5 वर्ष है से सान भाई सहित संपर्क मुझे कथा हुए मो बिल मत कह मी आऊ आमरी मुह ऊपर जने डायलॉग मारला कहला मो बिल मत कह मी आऊ मैंने ये आमर डायलॉग हो से सान भाई कहवा कथा भाई आपड़ कहीं कथा कहते सब बंद करूँ भाव विहल होकर कहते कि ताड़ी पेड़ी टे पीअती निशार पड़ी कहीदे कहीं कथा कह मैं नियंतु मैंने मो भितर जमा 1% बाहरी मो भितर जहाँ अच्छी 1% बाहरी कहीं ना मु गोटे घरुआ घर बोहू मुझे जानी था कि जहाँ कर
ମୁଁ ମୋର ଶାଶୁ ଶ୍ୱଶୁର ଦିଅର ନଣନ୍ଦ ସ୍ୱାମୀ ଭଲ ମନ୍ଦକୁ କଣ୍ଟ୍ରୋଲ ଭିତରେ ରଖିକିରି ମୁଁ କଥା କୁହେ। ଯୋଉ କଥା ଭାଗବତରେ ଲେଖା ହେଇଛି, ଜୀବର ଅଳପ ଶକତି ସପ୍ତ ଜୀବତି ଏକପତି, 25 ପ୍ରକୃତି, 5 ମନ, 10 ଇନ୍ଦ୍ରିୟ, 6 ରିପୁ ଇଏ ଘାଣ୍ଟିକିରି ରଖିଛନ୍ତି। ଭଗବାନଙ୍କୁ ବି ରଖିଥିଲେ। ଆମେ କଣ, ଆମେ ତ ଭକ୍ତ ଭଲ ମନ୍ଦ କହୁଛୁ, ଆମେ ଭକ୍ତ 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 ତା ଭକ୍ତ ତା ଭକ୍ତ ତା ଭକ୍ତ ତା ଚାକର ତା ଚାକର ତା ଚାକର ତା ଚାକର ମୂଲିଆ ମୂଲିଆରେ ବି ଆମେ ନୁହଁ। କିନ୍ତୁ ଆମେ ଟିକେ ସମୟ ହେଇଛି ବୋଲି ଯେ ଜ୍ଞାନୀ ଅଛନ୍ତି ହେମବହି ବ୍ୟବସ୍ଥାରେ ଜାଣିବା ଲୋକକୁ ବାଟ ପଡିଅଛି, ନ ଜାଣିବା ଲୋକ ଅନ୍ଧ। ମୋର ଜଣେ ସାଙ୍ଗ କାଲି ମତେ କହିଲେ, ତାହେଲେ ତୁ ଯୋଉ କଥା ଗୁଡାକ କହୁଛୁ ଖୋଲି ଦଉଛି। ସେ ତ ସାନ ଭାଇ କହିଲେ ଏଇ କଥା, ମାନେ ଖୋଲିବି ନାଇଁ କଣ ହେଇଛି କି? এইটা কোন ମୋ ବୋପା ଗିରେଇଛି ନା ଲ? ମୋ ବୋପା ଯିଏ ବିଶ୍ୱ ବ୍ରହ୍ମାଣ୍ଡର ବୋପା ସିଏ। ମୋ ବୋପା ମାନେ ମୋ ବାପା ବାଣ୍ଟନୀତି କଥା କହୁନାହିଁ। ଏ ବିଶ୍ୱ ନିୟନ୍ତା କର୍ତ୍ତା ଯିଏ ଅଛନ୍ତି, ସ୍ୱୟଂ ପରମ ବ୍ରହ୍ମ ନିରାକାର ବିଷ୍ଣୁ, ସିଏ ମୋ ବାପା, ସମସ୍ତଙ୍କର ବାପା। କିନ୍ତୁ ମୁଁ କଣ ଏକୁଟିଆ ତାଙ୍କରି ଛୁଆ, ଆଉ କେହି ନାହାନ୍ତି? ଛୁଆ ବୋଲି କଣ କିଛି ପ୍ରମାଣ ମୋ ପାଖରେ ଅଛି? ମୁଁ ମୋର ଜାବୁଡିକିରି ଧରିଛି ନା। ସିଏ ମତେ ପୁଅ କହିବେ କି ନ କହିବେ, କି ସନ୍ତାନ କହିବେ କି ନ କହିବେ, ମୁଁ କଣ ଜାଣିଛି? ଏଟା ଗତାନୁଗତିକ ପନ୍ଥାରେ ଚାଲିଛି। ହେ ପ୍ରଭୁ ମତେ ରକ୍ଷା କର। ପୁଅ କହୁଛି ପ୍ରଭୁ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ଝିଅ କହିଲା ସେଇଆ, ଜ୍ୱାଇଁ କହିଲା ସେଇଆ, ବୋପା କହିଲା ସେଇଆ, ଜେଜ କହୁଥିଲା ସେଇଆ, ମୁଁ କହୁଛି ସେଇଆ, ମୋ ସ୍ତ୍ରୀ କହୁଛି ସେଇଆ। ଫେରେ ମୋ ସ୍ତ୍ରୀ ଯଦି କହୁଛି ଜଗନ୍ନାଥ ସ୍ୱାମୀ ମୁଁ, ତାହେଲେ ମୋ ସ୍ତ୍ରୀର କିଏ? ଆଗ ସବୁ ବୁଝିବାର ଅଛି। ସେଥିପାଇଁ କୁହାଯାଇଛି ତତ୍ତ୍ୱ ଚିନ୍ତିଲେ ତୁଟେ ଭ୍ରାନ୍ତି, ଭବସାଗରୁ ତରିଯାନ୍ତି। ତତ୍ତ୍ୱ ନ ଜାଣି ଯେ ଭଜାଇ ତାତ କରୁନି ପ୍ରାୟ। ତେଣୁ କଣ ଅଧିକା କହିବା? ବର୍ତ୍ତମାନ ସଂସାର ସାରା ସମସ୍ତେ ଜ୍ଞାନୀ, କେହି ଅଜ୍ଞାନୀ ନାହାନ୍ତି, ସମସ୍ତେ ଜ୍ଞାନୀ। ଯାହାକୁ ଅନେଇବେ ସେ ଜ୍ଞାନୀ। ଜ୍ଞାନ ଆଗରୁ ନଥିଲା। ଏଇ ଯୋଉ ମୋବାଇଲ ନୁହଁ, ଏଇ ଯୋଉ ୟୁଟ୍ୟୁବରେ ଆମର ଇଏ ହେଇକିରି ଛଡା ହଉଛି, ଏଇ ହଉଛି ଜ୍ଞାନର ପରିପ୍ରକାଶ କରେଇଦେଲା। ହଉ, ତଥାପି ଦେଖାଯିବ। ପେଣ୍ଡାଲରେ ଅଭିନୟ କରୁଥିବା ରାଜା ଆଉ ବାସ୍ତବ ରାଜା ଭିତରେ ପାର୍ଥକ୍ୟ ଅଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।